Hello, welcome to my YouTube channel. Today we will discuss some important questions of ethics and values of semester 1 in a very simple language. ଆସନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓଟି। କ୍ୱେଶ୍ଚିନ୍ ନମ୍ବର 1, ଶିକ୍ଷାର ମୂଳ ଲକ୍ଷ୍ୟ କ'ଣ? ଉତ୍ତର ହେଉଛି ଶିକ୍ଷାର ମୌଳିକ ଲକ୍ଷ୍ୟ ହେଉଛି ଏକ ବ୍ୟକ୍ତିର ସର୍ବବିଧ ବିକାଶ ଯଥା ମାନସିକ ତଥା ନୈତିକ ବିକାଶ। କ୍ୱେଶ୍ଚିନ୍ ନମ୍ବର 2, ନୀତିଶାସ୍ତ୍ର ବା ନୈତିକତା ଏବଂ ମୂଲ୍ୟବୋଧ କେଉଁ ପ୍ରକାରର ଶିକ୍ଷା ଅଟେ? ଉତ୍ତର, ନୈତିକତା ଏବଂ ମୂଲ୍ୟବୋଧ ହେଉଛି ନୈତିକ ଶିକ୍ଷା। କ୍ୱେଶ୍ଚିନ୍ ନମ୍ବର 3, ନୈତିକ ଶିକ୍ଷା କ'ଣ ପ୍ରୋତ୍ସାହିତ କରେ? ଉତ୍ତର ହେଉଛି ନୈତିକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକତା ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରେ, ବ୍ୟକ୍ତିର ସାମାଜିକ ଚିନ୍ତାଧାରାକୁ ପ୍ରଭାବିତ କରେ ଏବଂ କେଉଁଟି ଠିକ୍ କେଉଁଟି ଭୁଲ ମଧ୍ୟରେ ପାର୍ଥକ୍ୟ କରେ। କ୍ୱେଶ୍ଚିନ୍ ନମ୍ବର 4, ସମାଜରେ ମୂଲ୍ୟବୋଧର ଅବନତି ପାଇଁ ଯେଉଁ କାରଣଗୁଡ଼ିକ ଦାୟୀ ସେ ବିଷୟରେ ଉଲ୍ଲେଖ କରନ୍ତୁ। ଉତ୍ତର ହେଉଛି ସମାଜରେ ମୂଲ୍ୟବୋଧର ଅବନତି ପାଇଁ ଦାୟୀ କାରଣଗୁଡ଼ିକ ହେଉଛି ଲିଙ୍ଗଗତ ଅସମାନତା, ମହିଳାମାନଙ୍କ ପ୍ରତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବେଦନଶୀଳତାର ଅଭାବ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଶିକ୍ଷାର ଅଭାବ ଇତ୍ୟାଦି। କ୍ୱେଶ୍ଚିନ୍ ନମ୍ବର 5, ନୈତିକତା ଏବଂ ମୂଲ୍ୟବୋଧ ଶିକ୍ଷାର ଗୋଟିଏ ଉଦ୍ଦେଶ୍ୟ ଲେଖନ୍ତୁ। ଉତ୍ତର ହେଉଛି ନୈତିକତା ଏବଂ ମୂଲ୍ୟବୋଧ ଶିକ୍ଷାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସମାଜରେ ପାରସ୍ପରିକ ସମ୍ପର୍କ ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ଏବଂ ସମ୍ବେଦନଶୀଳତାର ବିକାଶ କରିବା। କ୍ୱେଶ୍ଚିନ୍ ନମ୍ବର 6, ସାମାଜିକ ପ୍ରଗତି କହିଲେ କ'ଣ ବୁଝ? ଉତ୍ତର ହେଉଛି ସାମାଜିକ ପ୍ରଗତି ହାସଲ ହୁଏ ଯେତେବେଳେ ଏହା ତାହାର ନାଗରିକମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରେ, ସଦସ୍ୟମାନଙ୍କୁ ସେମାନଙ୍କର ଜୀବନର ଗୁଣ ବଢ଼ାଇବାକୁ ଏବଂ ବଞ୍ଚାଇବାକୁ ଅନୁମତି ଦିଏ। କ୍ୱେଶ୍ଚିନ୍ ନମ୍ବର 7, ଲିଙ୍ଗଗତ ସମାନତା ମାନବ ବିକାଶ ସହିତ କିପରି ଜଡ଼ିତ? ଉତ୍ତର ହେଉଛି ଅଧିକ ଲିଙ୍ଗଗତ ସମାନତା ଥିବା ସମାଜଗୁଡ଼ିକ ସେମାନଙ୍କର ସମସ୍ତ ସଦସ୍ୟଙ୍କ ପାଇଁ ଉଚ୍ଚସ୍ତରର ସାମାଜିକ ଏବଂ ଅର୍ଥନୈତିକ ଅଧିକାର ହାସଲ କରନ୍ତି। ତେଣୁ ଲିଙ୍ଗଗତ ସମାନତା ମାନବ ବିକାଶ ଉପରେ ପ୍ରଭାବ ପକାଇଥାଏ। କ୍ୱେଶ୍ଚିନ୍ ନମ୍ବର 8, ମହିଳାଙ୍କ ଶିକ୍ଷା ଉପରେ ଗାନ୍ଧିଜୀଙ୍କ ବିବୃତ୍ତି ଲେଖନ୍ତୁ। ଉତ୍ତର ହେଉଛି ମହାତ୍ମା ଗାନ୍ଧୀ କହିଛନ୍ତି, ଯଦି ତୁମେ ଜଣେ ପୁରୁଷକୁ ଶିକ୍ଷିତ କର ତୁମେ ଜଣେ ବ୍ୟକ୍ତିବିଶେଷକୁ ଶିକ୍ଷିତ କର, କିନ୍ତୁ ଯଦି ତୁମେ ଜଣେ ମହିଳାଙ୍କୁ ଶିକ୍ଷିତ କର ତୁମେ ଏକ ସମଗ୍ର ପରିବାରକୁ ଶିକ୍ଷିତ କର। କ୍ୱେଶ୍ଚିନ୍ ନମ୍ବର 9, ସାମାଜିକ ପ୍ରଗତିର ମୌଳିକ ଉଦ୍ଦେଶ୍ୟ କ'ଣ? ଉତ୍ତର ହେଉଛି ସାମାଜିକ ପ୍ରଗତିର ମୌଳିକ ଉଦ୍ଦେଶ୍ୟ ହେଉଛି କେହି ଜଣେ ବି ପଛରେ ରହିଯିବେ ନାହିଁ, ଅର୍ଥାତ୍ ସମସ୍ତ ବ୍ୟକ୍ତିବିଶେଷଙ୍କ ପୂର୍ଣ୍ଣ ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ପାଇଁ ପରିବେଶ ସୃଷ୍ଟି କରିବା। କ୍ୱେଶ୍ଚିନ୍ ନମ୍ବର 10, ଜଣେ ମହିଳା ନିଜ ଜୀବନ ଚକ୍ରରେ କେଉଁ ସବୁ ପର୍ଯ୍ୟାୟ ଦେଇ ଗତି କରନ୍ତି? ଉତ୍ତର ହେଉଛି ନିମ୍ନଲିଖିତ ପର୍ଯ୍ୟାୟରେ ଜଣେ ମହିଳା ନିଜ ଜୀବନ ଚକ୍ରରେ ଗତି କରନ୍ତି: ପ୍ରସବ ପୂର୍ବ ଅବସ୍ଥା, ଶିଶୁ ଅବସ୍ଥା, ବାଲ୍ୟ ଅବସ୍ଥା, କୈଶୋର ଅବସ୍ଥା, ପ୍ରଜନନ ବୟସ ଏବଂ ବୃଦ୍ଧା ଅବସ୍ଥା। କ୍ୱେଶ୍ଚିନ୍ ନମ୍ବର 11, ସମାଜରେ ଲିଙ୍ଗଗତ ଅସମାନତା ଆଣୁଥିବା ଏକ କାରଣ ବିଷୟରେ ଉଲ୍ଲେଖ କରନ୍ତୁ। ଉତ୍ତର ହେଉଛି ଯୌନ ବା ଲିଙ୍ଗ ଆଧାରରେ ବିଭିନ୍ନ ନିୟମ, ଭିନ୍ନ ମନୋଭାବ ଏବଂ ଆଚରଣ ଢାଞ୍ଚା ସମାଜରେ ଲିଙ୍ଗଗତ ଅସମାନତା ସୃଷ୍ଟି କରେ। କ୍ୱେଶ୍ଚିନ୍ ନମ୍ବର 12, ମହିଳାଙ୍କ ସହ ଜଡ଼ିତ ପ୍ରସଙ୍ଗ ଉପରେ ମଡେଲ ଅଧ୍ୟୟନରୁ
କିଛି ଆକାଂକ୍ଷିତ ଲିଙ୍ଗ ସମ୍ବନ୍ଧୀୟ ମୂଲ୍ୟବୋଧ ଲେଖନ୍ତୁ। ଉତ୍ତର ହେଉଛି କେତେକ ଆକାଂକ୍ଷିତ ଲିଙ୍ଗ ସମ୍ବନ୍ଧୀୟ ମୂଲ୍ୟଗୁଡ଼ିକ ହେଉଛି ଲିଙ୍ଗଗତ ନ୍ୟାୟ, ଲିଙ୍ଗଗତ ସମାନତା, ମହିଳାମାନଙ୍କର ସମ୍ମାନ ଇତ୍ୟାଦି। କ୍ୱେଶ୍ଚିନ୍ ନମ୍ବର 13 ପ୍ରସବକାଳୀନ ଲିଙ୍ଗ ଚୟନ କ'ଣ? ଉତ୍ତର ହେଉଛି ମାତୃଗର୍ଭରେ ଏକ ଗର୍ଭସ୍ଥ ଶିଶୁର ଲିଙ୍ଗ ଚିହ୍ନଟକୁ ପ୍ରସବ ପୂର୍ବ ଲିଙ୍ଗ ଚୟନ କୁହାଯାଏ। କେତେକ ପରିବାରରେ ଝିଅମାନଙ୍କୁ ବୋଝ ଭାବରେ ଗ୍ରହଣ କରାଯାଉଥିବା ବେଳେ ପୁଅମାନଙ୍କୁ ସମ୍ପତ୍ତି ଭାବରେ ଗ୍ରହଣ କରାଯାଏ। ଏହି ବିଶ୍ୱାସ ପିତାମାତାଙ୍କୁ ପ୍ରସବ ପୂର୍ବରୁ ଲିଙ୍ଗ ଚୟନ ପାଇଁ ଆଗେଇ ନେଇଥାଏ। କ୍ୱେଶ୍ଚିନ୍ ନମ୍ବର 14 ପ୍ରସବକାଳୀନ ଲିଙ୍ଗ ଚୟନ ମହିଳାମାନଙ୍କୁ କିପରି ପ୍ରଭାବିତ କରେ? ଉତ୍ତର ହେଉଛି ଜନ୍ମ ପୂର୍ବରୁ ଲିଙ୍ଗ ଚୟନ ଅଭିଭାବକମାନଙ୍କୁ ମାତୃଗର୍ଭରେ ମହିଳା ଭ୍ରୂଣକୁ ହତ୍ୟା କରିବାକୁ ପ୍ରେରିତ କରିଥାଏ। ଏହା ଜଣେ ମହିଳାଙ୍କ ଜୀବନ ଅଧିକାରକୁ ଉଲ୍ଲଂଘନ କରେ। ଏହାଦ୍ୱାରା ସମାଜରେ ଲିଙ୍ଗ ଅନୁପାତ ହ୍ରାସ ପାଇଥାଏ। କ୍ୱେଶ୍ଚିନ୍ ନମ୍ବର 15 ପରଧନ ବା ପରାୟା ଧନର ସଂଜ୍ଞା ବ୍ୟାଖ୍ୟା କରନ୍ତୁ। ଉତ୍ତର ହେଉଛି ଅଧିକାଂଶ ପରିବାର ବିଶ୍ୱାସ କରନ୍ତି ଯେ ଗୋଟିଏ ପୁଅ ନିଜ ପିତାମାତାଙ୍କୁ ନର୍କରୁ ରକ୍ଷା କରିଥାଏ। ଝିଅମାନଙ୍କୁ ବୋଝ ଭାବରେ ଗ୍ରହଣ କରାଯାଉଥିବା ବେଳେ ପୁଅମାନଙ୍କୁ ସମ୍ପତ୍ତି ଭାବରେ ବିବେଚନା କରାଯାଏ ଏବଂ ଝିଅମାନଙ୍କୁ ପରଧନ ଅର୍ଥାତ୍ ଅନ୍ୟମାନଙ୍କର ସମ୍ପତ୍ତି ବୋଲି ବିବେଚନା କରାଯାଏ। ସେଥିପାଇଁ ଏମିତି ମଧ୍ୟ କୁହାଯାଏ ଝିଅ ଜନମ ପର ଘରକୁ। କ୍ୱେଶ୍ଚିନ୍ ନମ୍ବର 16 ମହିଳା ଲିଙ୍ଗ ଅନୁପାତ କମ୍ ଥିବା ଓଡ଼ିଶାର କିଛି ଜିଲ୍ଲା ଉଲ୍ଲେଖ କରନ୍ତୁ। ଉତ୍ତର ହେଉଛି ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକରେ ମହିଳା ଲିଙ୍ଗ ଅନୁପାତ କମ୍ ରହିଛି ସେଗୁଡ଼ିକ ହେଲା ନୟାଗଡ଼ 916, ଖୋର୍ଦ୍ଧା 925, ଅନୁଗୁଳ 942 ଏବଂ ଢେଙ୍କାନାଳ 947। କ୍ୱେଶ୍ଚିନ୍ ନମ୍ବର 17 PCPNDT କ'ଣ? PCPNDT ହେଉଛି ପ୍ରି କନସେପସନ୍ ଆଣ୍ଡ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ୍ ଟେକ୍ନିକ୍ସ ଆକ୍ଟ, ଯାହାକି 1994 ମସିହାରେ ଭାରତର ସଂସଦ ଦ୍ୱାରା ମହିଳା ଭ୍ରୂଣ ହତ୍ୟା ରୋକିବା ଏବଂ ଭାରତରେ ହ୍ରାସ ହେଉଥିବା ଲିଙ୍ଗ ଅନୁପାତକୁ ଗିରଫ କରିବା ପାଇଁ ପାରିତ କରାଯାଇଛି। କ୍ୱେଶ୍ଚିନ୍ ନମ୍ବର 18 ଦେବାନ କାହାଣୀ ତୁମକୁ କ'ଣ ଶିକ୍ଷା ଦିଏ? ଉତ୍ତର ହେଉଛି ଦେବାନ କାହାଣୀରୁ ଆମେ ପାଇଥିବା ଶିକ୍ଷା ହେଉଛି ଝିଅମାନେ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେମାନଙ୍କ ବିନା ସମାଜର ଉନ୍ନତି ହୋଇପାରିବ ନାହିଁ। କ୍ୱେଶ୍ଚିନ୍ ନମ୍ବର 19 ଝିଅକୁ ମାତୃଗର୍ଭରେ ହତ୍ୟା କରିବା ଦ୍ୱାରା ଝିଅମାନଙ୍କର କେଉଁ ଅଧିକାର ଉଲ୍ଲଂଘନ ହୁଏ? ଉତ୍ତର ହେଉଛି ମାତୃଗର୍ଭରେ ଏକ ଗର୍ଭସ୍ଥ ସନ୍ତାନ ଭାବରେ ଗର୍ଭବତୀ ହେବା ପରେ ଗୋଟିଏ ଝିଅର ଜୀବନର ଅଧିକାର ଅଛି। ତାଙ୍କୁ ହତ୍ୟା କରିବାର ଆମର କୌଣସି ଅଧିକାର ନାହିଁ। କ୍ୱେଶ୍ଚିନ୍ ନମ୍ବର 20 ତୁମ ପରିବାରରେ ଦେଖୁଥିବା ଲିଙ୍ଗଗତ ପକ୍ଷପାତ ବିଷୟରେ ଉଲ୍ଲେଖ କର। କ୍ୱେଶ୍ଚିନ୍ ନମ୍ବର 20 ତୁମ ପରିବାରରେ ଦେଖୁଥିବା ଲିଙ୍ଗଗତ ପକ୍ଷପାତ ବିଷୟରେ ଉଲ୍ଲେଖ କର। ସାଧାରଣତଃ ଏକ ପରିବାରରେ ପୁଅମାନେ ଝିଅମାନଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ ବୋଲି ବିବେଚନା କରାଯାଏ। ଗୋଟିଏ ପୁଅକୁ ଝିଅ ଅପେକ୍ଷା ଭଲ ଶିକ୍ଷାଗତ ସୁଯୋଗ ମଧ୍ୟ ଦିଆଯାଏ।